नमस्कार दर्शक बंधु आज हेउछि एप्रिल मास 7 तारिख सोमवार। आज दिन जकर 20टी गुरुत्वपूर्ण खबर उपरे आसंतु नजर पकाइबा। ता पूर्वरु आपण मानक भल पाइबा स्वरूप गोटे गोटे लाइक एवं सब्सक्राइब निश्चय करिवे। तेबे चलंतु संपूर्ण खबर उपरे नजर पकाइबा। आजिर प्रथम खबर एणिकी परिवारर प्रति सदस्यଙ୍କୁ मिलिबा आयुष्मान स्वास्थ्य कार्ड। स्वास्थ्य मंत्रीଙ୍କର बड़ घोषणा। आयुष्मान भारत को नहीं स्वास्थ्य मंत्री मुकेश महालिंग प्रेस मीट जारी करिसेंती। आयुष्मान भारत को नहीं से बड़ घोषणा करिसेंती। एणिकी परिवारर प्रति सदस्यଙ୍କୁ स्वास्थ्य कार्ड मिलिबो। पूर्वरु परिवार पिछा गोटिए स्वास्थ्य कार्ड मिलुथिला। वार्षिक 5 लाख टंका पर्यंत देयमुक्ति चिकित्सा प्रदान कराजिबो। एही कार्ड द्वारा घरोई और सरकारी हॉस्पिटल रे चिकित्सा मिली परिबो। देश और राज्यर 29,000 मेडिकल रे चिकित्सा सुविधा मिलिबो। पूर्वरु 16,900 हॉस्पिटल रे मिलुथिला चिकित्सा सुविधा। राज्यर 3.5 कोटी लोकंको मिलिबो आयुष्मान कार्ड। आयुष्मान योजना संपर्क में स्वास्थ्य मंत्री सूचना रही। 1,03,00,000 परिवार को कराजिबा सामिल। परवर्ती खबर जून 30 तारिख पर्यंत बढ़िला राशन कार्ड सहित आधार लिंक रो समय सीमा। राशन कार्ड अपडेट पई राज्यव्यापी लोके चिंतारे रहिथिबा बेले सेथिरु सामान्य पुणी थरे आश्वस्ति मिलिछि। कारण पूर्व अपडेट लगी मार्च 30 तारिख धार्य होइथिबा बेले वर्तमान एहाको जून 30 को वृद्धि करा जाइछि। फଳରେ साधारण जनता को आश्वस्ति मिलिछि। उपभोक्ता को एबे राशन कार्ड रे आधार लिंक करिबा पई 3 मासर समय दिया जाइछि। केंद्रीय खाद्य सुरक्षा विभाग एक अधिसूचना रे कहिसंती एबे जून 30 जाए राशन कार्ड सहित आधार लिंक करा जाई परिबो। मार्च 31 तारिख जाए राशन कार्ड रे ई-केवाईसी अपडेट पई डेडलाइन रहिथिला। एहा परे राष्ट्रीय खाद्य सुरक्षा अधिनियम अंतर्गत कार्ड रे थिबा समस्त व्यक्ति को ई-केवाईसी कराइबा बाध्यतामूलक करा जाइछि। तेणु एहाको आखि आगरे रखी एही डेडलाइन को जून 30 जाए बढ़ाई दिया जाइछि। परवर्ती खबर तळमुहा हेला सुना और रूपा दर। आगामी दिन में सुना दर 56,000 टंका पर्यंत खसिबार आकलन करा जाइछि। विशेषज्ञଙ୍କ मତରେ आगामी दिन में सुना दर 40% पर्यंत ह्रास पाई पारे। एपरि हेले सुना पुणी थरे मध्यम वर्गर लोकमानଙ୍କ ପାଇଁ କିଣିବା ସମ୍ଭବ ହୋଇପାରିବ। ଗତ ବର୍ଷକ ମଧ୍ୟରେ ସୁନା ଦର 35 ରୁ 45% पर्यंत वृद्धि ହୋଇଥିବା ବେଳେ आगामी दिନରେ ସୁନା ଦରରେ ଭୟଙ୍କର ହ୍ରାସ ହେବାର ସମ୍ଭାବନା ରହିଛି। ଏହି ହ୍ରାସ 38% ରୁ ବି ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି। ବଜାରରେ ବର୍ତ୍ତମାନର ସୁନା ଦର ଆର୍ଥିକ ଅନିଶ୍ଚିତତା, ମୁଦ୍ରାସ୍ଫୀତି ଚିନ୍ତା ଆଦି ପାଇଁ ବଢ଼ିଛି। ଏବେ ଏହି ବର୍ଦ୍ଧିତ ସୁନା ଓ ରୂପା ଦରରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଗୋଟିଏ ଦିନରେ 22 କ୍ୟାରେଟ ସୁନା ଦର 1600 ଟଙ୍କା କମିଥିବା ବେଳେ 24 କ୍ୟାରେଟ ସୁନାର ଦର 1740 ଟଙ୍କା ଶସ୍ତା ହୋଇଛି। ପରବର୍ତ୍ତୀ ଖବର ଓଡ଼ିଶାର 26ଟି ସଡ଼କ ଓ 2ଟି ସେତୁ ପ୍ରକଳ୍ପକୁ ମଞ୍ଜୁର କଲେ କେନ୍ଦ୍ର ସରକାର। ପିଏମ୍ ଜନମନ ଯୋଜନାରେ ସଡ଼କ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ଯୋଜନାରେ ରାଜ୍ୟର 63,271 କିଲୋମିଟର ରାସ୍ତା ନିର୍ମାଣ କରାଯିବ। ମନ୍ତ୍ରାଳୟ ଏଥିପାଇଁ ଓଡ଼ିଶାକୁ 69 କୋଟି 65 ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେବ। ବର୍ତ୍ତମାନ ସୁଦ୍ଧା ପିଏମ୍ ଜନମନ ଯୋଜନାରେ ଓଡ଼ିଶା ପାଇଁ 211.14 କିଲୋମିଟର ଲମ୍ବ 66ଟି ସଡ଼କ ପ୍ରକଳ୍ପ ଏବଂ 4ଟି ସେତୁ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏହି ପଦକ୍ଷେପ ସ୍ୱାସ୍ଥ୍ୟ ସେବା, ଶିକ୍ଷା ଏବଂ ବଜାର ଭଳି ଅତ୍ୟାବଶ୍ୟକ ସେବାଗୁଡ଼ିକର ଉପଲବ୍ଧତାକୁ ବୃଦ୍ଧି କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ସରକାରଙ୍କ ବିକଶିତ ଭାରତ ଦୃଷ୍ଟିକୋଣ ସହିତ ସମନ୍ୱୟ ରଖିବ। ପରବର୍ତ୍ତୀ ଖବର ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ପମ୍ବନ ସେତୁର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ରେଳ ଇତିହାସରେ ଯୋଡ଼ି ହେଲା ସ୍ୱର୍ଣ୍ଣିମ ଅଧ୍ୟାୟ। ତାମିଲନାଡୁର ବହୁ ପ୍ରତୀକ୍ଷିତ ନୂତନ ପମ୍ବନ ବ୍ରିଜ ଉଦ୍ଘାଟିତ ହୋଇଛି। ଏହି ପମ୍ବନ ବ୍ରିଜର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସି ବ୍ରିଜ ପ୍ରାୟ 335 କୋଟି ଟଙ୍କାରେ ନିର୍ମିତ ହୋଇଛି। ପବିତ୍ର ରାମନବମୀରେ ଦେଶବାସୀଙ୍କୁ ସାମୁଦ୍ରିକ ସେତୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ। ରାମେଶ୍ୱରମରୁ ଭାରତର ମୁଖ୍ୟ ଭୂଖଣ୍ଡକୁ ଯୋଡୁଥିବା ଏହି ବ୍ରିଜର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 2019 ମସିହାରୁ ଏହି ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଭବିଷ୍ୟତକୁ ଆଖି ଆଗରେ ରଖି ଏହାକୁ ଡବଲ ଟ୍ରାକ୍ ଏବଂ ହାଇସ୍ପିଡ୍ ଟ୍ରେନ୍ ପାଇଁ ଡିଜାଇନ୍ କରାଯାଇଛି। ଷ୍ଟେନଲେସ୍ ଷ୍ଟିଲରେ ତିଆରି ଏହି ନୂତନ ସେତୁ ଉପରେ ପଲିସି ଲୋକ୍ସେନ୍ ଆବରଣ ଦିଆଯାଇଛି,
ଯାହା ଏହାକୁ କଳଙ୍କି ଏବଂ ସମୁଦ୍ରର ଲୁଣିଆ ପାଣିରୁ ରକ୍ଷା କରିବ। ଏହା କେବଳ ଏକ ବ୍ରିଜ ନୁହେଁ, ଭାରତୀୟ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ। ପରବର୍ତ୍ତୀ ଖବର, କଟକ ବାଲିଯାତ୍ରା ପଡ଼ିଆରେ ହେବ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ। ଏହି ଶୁଭାରମ୍ଭ କାର୍ଯ୍ୟ 11 ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଯୋଗଦେବେ। ସମୀକ୍ଷା ପରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ। ସୂଚନା ଅନୁସାରେ ଏପ୍ରିଲ 11ରୁ ଓଡ଼ିଶାରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏଥିସହ 2 ଉପମୁଖ୍ୟମନ୍ତ୍ରୀ, 3 କେନ୍ଦ୍ରମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଶୁଭାରମ୍ଭ କାର୍ଯ୍ୟ ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି। ଆସନ୍ତା 11 ତାରିଖରେ ଆୟୁଷ୍ମାନ ଭାରତର ଏହି ଶୁଭାରମ୍ଭ କାର୍ଯ୍ୟ ହେବ ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର, ପବିତ୍ର ରାମନବମୀରେ ରାମଲଲାଙ୍କର ହୋଇଛି ସୂର୍ଯ୍ୟ ତିଲକ। ଘଣ୍ଟ ଶଙ୍ଖନାଦରେ କମ୍ପି ଉଠିଲା ରାମ ମନ୍ଦିର। ପ୍ରଭୁ ଶ୍ରୀରାମଙ୍କର ଜନ୍ମ ଉତ୍ସବରେ ଅନାଦ ଉଲ୍ଲାସରେ ଭରି ଯାଇଥିଲା ରାମନଗରୀ। ଗତକାଲି ଦିନ 12ଟାରେ ପ୍ରଭୁ ଶ୍ରୀରାମଙ୍କର ଜନ୍ମ ଉତ୍ସବ ପାଳନ କରାଯାଇଛି। ଆଉ ଏହି ଅବସରରେ ସାରା ଦୁନିଆର ଶ୍ରଦ୍ଧାଳୁ ଶ୍ରୀ ରାମଲଲାଙ୍କର ସୂର୍ଯ୍ୟ ତିଲକର ଦର୍ଶନ କରିଛନ୍ତି। ଏହା ପୂର୍ବରୁ ସକାଳ 9:30ରେ ପ୍ରଭୁ ରାମଙ୍କର ବିଶେଷ ଅଭିଷେକ ହୋଇଥିଲା, ଯାହା ପୁରା 1 ଘଣ୍ଟା ଧରି ଚାଲିଥିଲା। ଏହାପରେ ତାଙ୍କର ଭବ୍ୟ ଶୃଙ୍ଗାର ହୋଇଥିଲା। ସବୁ ନୀତିକ୍ରାନ୍ତି ସରିବା ପରେ ଆରମ୍ଭ ହୋଇଥିଲା ସୂର୍ଯ୍ୟାଭିଷେକ ବା ସୂର୍ଯ୍ୟ ତିଲକ, ଯାହାକୁ ଦେଖିବା ପାଇଁ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ପବିତ୍ର ରାମନଗରୀ ଅଯୋଧ୍ୟାରେ ପହଞ୍ଚିଥିଲେ। ପରବର୍ତ୍ତୀ ଖବର, ଆଇନରେ ପରିଣତ ହେଲା ୱାକଫ ସଂଶୋଧିତ ବିଲ୍। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ମିଳିଲା ମାନ୍ୟତା। ଆଇନରେ ପରିଣତ ହେଲା ୱାକଫ ସଂଶୋଧନ ବିଲ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହୋଇଛି। ପୂର୍ବରୁ ଏହି ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା। ଲୋକସଭାରେ ବିଲ୍ ସପକ୍ଷରେ 228ଟି ଭୋଟ ପଡ଼ିଥିବା ବେଳେ ଏହା ବିରୋଧରେ 232ଟି ଭୋଟ ପଡ଼ିଥିଲା। ଅନ୍ୟପଟେ ରାଜ୍ୟସଭାରେ 128 ଜଣ ସାଂସଦ ୱାକଫ ବିଲ୍କୁ ସମର୍ଥନ କରିଥିଲେ, 95 ଜଣ ବିରୋଧ କରିଥିଲେ। ଏବେ ଏହା ଆଇନରେ ପରିଣତ ହୋଇସାରିଛି। ତେବେ କଂଗ୍ରେସ, ଆମ୍ ଆଦମୀ ପାର୍ଟି ଓ ଏଆଇଏଏମଆଇଏମ୍ ସୁପ୍ରିମକୋର୍ଟରେ ବିଲ୍ ବିରୋଧରେ ଆବେଦନ କରିଛନ୍ତି। ପରବର୍ତ୍ତୀ ଖବର, ତାଣ୍ଡବ ରଚିବ କାଳବୈଶାଖୀ, ଆଲର୍ଟ କଲା ପାଣିପାଗ ବିଭାଗ। ଗତ 2 ଦିନ ଧରି ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ଦେଖିବାକୁ ମିଳିଛି। 40 ଡିଗ୍ରୀ ଉପରେ 3ଟି ସହର ରହିଥିବା ବେଳେ 7ଟି ସହରର ତାପମାତ୍ରା 39 ଡିଗ୍ରୀ ଉପରେ ରହିଥିଲା। ଆଭ୍ୟନ୍ତରୀଣ ଓ ଉପକୂଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଭିତରେ ବର୍ଷା ଆଣିବ ଆଶ୍ୱସ୍ତି। ଆସନ୍ତା ଏପ୍ରିଲ 8ରୁ 11 ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। 8 ତାରିଖ ପାଇଁ 14ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି। ପରବର୍ତ୍ତୀ ଖବର, ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଏହି ସୋମବାର ୟୁନିଟ 5 ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ଏନେଇ ରାଜ୍ୟର ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର, ମୋଦିଙ୍କୁ ଦିଆଗଲା ମିତ୍ର ବିଭୂଷଣ ସମ୍ମାନ। ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲମ୍ବୋରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ୱିଜିତା ହେରା, ସ୍ୱାସ୍ଥ୍ୟମନ୍ତ୍ରୀ ନଲିନ୍ଦା ଜୟତିସା ଏବଂ ମନ୍ତ୍ରୀ ରାମଲିଙ୍ଗମ ଚନ୍ଦ୍ରଶେଖର ବିମାନ ବନ୍ଦରରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ମିତ୍ର ବିଭୂଷଣ ପ୍ରଦାନ କରାଯାଇଛି, ଯାହାକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିବା ସହ ଶ୍ରୀଲଙ୍କା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପରବର୍ତ୍ତୀ ଖବର, ଶିମିଳିପାଳରେ ବାଘ ଗଣନା ଆରମ୍ଭ। 2026ରେ ଆସିବ ରିପୋର୍ଟ। ସର୍ବଭାରତୀୟ ସ୍ତରରେ ଆରମ୍ଭ ହୋଇଛି ବାଘ ଗଣନା। ବନ ବିଭାଗ ପକ୍ଷରୁ ଏଥିପାଇଁ ବିଭିନ୍ନ ଟିମ୍ ଜାରି କରାଯାଇଛି। ଏହା ସହ ବାରିପଦାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ବାଘ ଗଣନା ଆରମ୍ଭ ହୋଇଛି। ଏଥିପାଇଁ 8ଟି ଦଳରେ 85 ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବାଘ ଗଣନା ପାଇଁ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା 300ରୁ ଅଧିକ ଟ୍ରାପ୍ କ୍ୟାମେରା ଓ ଏଆଇ କ୍ୟାମେରାର ମଧ୍ୟ ଉପଯୋଗ କରାଯିବ। ବନ ବିଭାଗ ପକ୍ଷରୁ ଯେଉଁ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବେ, ସେମାନେ ଜଙ୍ଗଲରେ ବାଘର ପାଦଚିହ୍ନ, ଆମ୍ପୁଡା ଚିହ୍ନ ଓ ମଳମୂତ୍ରର ନମୁନାରୁ ବାଘ ଗଣତି କରିବେ। ଗଣତି ପରେ ଏଟିସିଏକୁ ରିପୋର୍ଟ ଦିଆଯିବ ଏବଂ 2026ରେ ଗଣନା ରିପୋର୍ଟ ପ୍ରକାଶ ପାଇବ ବୋଲି ଏନେଇ ଶିମିଳିପାଳ ଟାଇଗର ରିଜର୍ଭ ବା ଏସଟିଆର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ସରିଛି ସୁଭଦ୍ରା ଆବେଦନର ଶେଷ ତାରିଖ। ସରିଗଲା ସମୟ, ଆଉ କରିପାରିବେନି ସୁଭଦ୍ରା ଆବେଦନ। ଆଉ ଆବେଦନ ହବନି କି ସୁଭଦ୍ରା ଟଙ୍କା ମିଳିବନି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ 31 ତାରିଖ ଦିନ ଥିଲା ସୁଭଦ୍ରା ଆବେଦନର
ଶେଷ ତାରିଖ, ଯାହା ସମ୍ପର୍କରେ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୂଚନା ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ 31 ସୁଦ୍ଧା ସୁଭଦ୍ରା ଆବେଦନର ଶେଷ ତାରିଖ ଥିଲା, ଯାହାକି ଆଉ ସୁଭଦ୍ରା ପୋର୍ଟାଲରେ ଆବେଦନ ହୋଇପାରିବ ନାହିଁ। ଏନେଇ ପୂର୍ବରୁ ସୂଚନା ଦେଇଥିଲେ ପ୍ରଭାତୀ ପରିଡା ଏବଂ କହିଥିଲେ ମାର୍ଚ୍ଚ 31 ହେଉଛି ସୁଭଦ୍ରା ଆବେଦନର ଶେଷ ତାରିଖ। ଏହି ତାରିଖ ସୁଦ୍ଧା ଯେଉଁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରେ ଫର୍ମ ପକାଇଥିବେ ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଏକାଥରକରେ ପିଛିଲା 3ଟି କିସ୍ତିର ବା 15,000 ଟଙ୍କା ମିଳିବ।